ମୋ ନାଁ କବିରାଜ ସତ୍ୟନାରାୟଣ ପ୍ରଧାନ, ଘର ବାରଗୁଣିଆ, ଥାନା ବନ୍ତଳା। ତ କେଉଁ ପୁରାତନ କାଳରୁ ମାଆଙ୍କର ପୂଜା ଚାଲିଛି। ମା ପାଣ୍ଡାଶୁଣୀ ଗାଁର 6 ଠାକୁରାଣୀ, ପାଣ୍ଡାଶୁଣୀ ମିଶିକି 6 ଠାକୁରାଣୀ। ତାଙ୍କର ଏଇଟା ହେଲା ବାର୍ଷିକ ପୂଜା। ଏଇଟା ହେଲା ଆମର ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମ ବୁଧବାର। ତିଥି କିଛି ନାହିଁ, କିନ୍ତୁ ପ୍ରଥମ ବୁଧବାର ଶୁକ୍ଳପକ୍ଷ ମାନେ ପ୍ରଥମ ବୁଧବାର ହେଉଛି ଆମର ବାର୍ଷିକ ପୂଜା। ଏ ପାଖାପାଖି ସବୁଆଡ଼ୁ ଲୋକ ଆସିକି ଯାହା ହଉ ତାଙ୍କ ମାନସିକ ପୂରଣ ହେଉଛି ବୋଲି ମାଆଙ୍କ ପାଖରେ ଧାରଣା ଦେଉଛନ୍ତି, ଗୁହାରି ଜଣାଉଛନ୍ତି। ଆଉ ପାଖାପାଖି 200 ପ୍ଲସ୍ ହେବ। ଇଏ ରାଜୁଡ଼ା ଅମଳର ଠାକୁରାଣୀ। ମାଆଙ୍କର ମହିମା ବହୁତ ଭଲ। ଏପରିକି ଆମ ଅନୁଗୁଳ ଅଶିକୋଷେଇ ହିନ୍ଦୋଳ କିଛି ଗାଁ ମଧ୍ୟ ଏଠିକି ଡାଳପତ୍ର ପୂଜା ଲାଗି ବି ଆସନ୍ତି। ବହୁତ 3-4 ମାସ ପର୍ଯ୍ୟନ୍ତ ତାଙ୍କର ବି ସେଟା ଚାଲେ। ମାଆଙ୍କର ମହିମା ଯାହା ଯିଏ କଳ୍ପନା করে ତାର ପୂରଣ ହେଉଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପ୍ରାୟ 200 ବର୍ଷ ପାଳିତ ହୋଇ ଆସୁଛି। ମା ପ୍ରତ୍ୟେକ ଠାକୁରାଣୀ ଯେତେବେଳେ ଯିଏ ଯାହା ମାଗନ୍ତି ତାର ଅବିଶ୍ୱାସ ପୂରଣ କରିଥାନ୍ତି। ଉଦାହରଣ ସ୍ୱରୂପ ଜଣେ ଭକ୍ତକୁ ସ୍ୱପ୍ନ ହେଲେ ଗୋଟେ କୂଅ କରିଦେବୁ, ତୋର ଗୋଟେ ପୁଅ ହେବ। ସେ ଗୋଟେ କୂଅ ଖୋଳିବାରୁ ସେ 15 ବର୍ଷ ପରେ, ପ୍ରାୟ 15 ବର୍ଷ ପରେ 3ଟି ପୁତ୍ର ସନ୍ତାନ ସଦୀର ଜନକ ହୋଇଥିଲେ। ତେଣୁ ବାହାରେ ମାଆଙ୍କ ମହିମା ଅତି ପ୍ରତ୍ୟକ୍ଷ। ନମସ୍କାର, ଜୟ ଜଗନ୍ନାଥ। ମୋ ପରିଚୟ ହେଉଛି ମୁଁ ବାରଗାଁର ଅନାଥ ଭାଇ ସଭାପତି ଦାୟିତ୍ୱରେ ଅଛି। ଆଜି ଏକ ମା ପାଣ୍ଡୁଶୁଣୀଙ୍କର ବାର୍ଷିକ ପୂଜା ଉପଲକ୍ଷେ ଆମର ବାରଗାଁ ଜିପିର ସହାୟତାରେ ଜଳଛତ୍ରଟେ ପାଣି ଆୟୋଜନ କରିଛୁ। ଯେହେତୁ ଆମର ଭକ୍ତ ମାନେ ଆସୁଛନ୍ତି ଆଖି ଆଗରେ ରଖି ଏଠିକି 3 ବର୍ଷ 4 ବର୍ଷ ହେଲା ପାଖାପାଖି ଆମେ ସର୍ବତ ଦେଇ ଆସୁଛୁ। 5-7 ହଜାର ଭକ୍ତ ଏଠିକି ଆଗମନ ହେଉଛନ୍ତି। ସକାଳେ ଖରା ପାଗ ଟିକେ ଥିଲା, ଯେହେତୁ ଏବେ ମେଘ ପାଗ ରଖିଛି, ତା ଦେଇ ଦହି ସରବତ ଆମର ଚାଲିଛି, ଭକ୍ତମାନେ ପିଉଛନ୍ତି।